ଭାଉଜ ଭାଉଜ ଜଲ୍ଦି ଆସ। ଏଟା ଏମିତି ମରୁଛି କାହିଁକି? ସକାଳୁ ସକାଳୁ ମରୁଛି ଭାଉଜ ଭାଉଜ ଚିଲେଇକି। କାମ ଧନ୍ଦା ତ କିଛି ନାହିଁ। ଦିନ ରାତି 24 ଘଣ୍ଟା ମୋବାଇଲ ଟିଭି, ତା ଉପରେ ପୁଣି ମତେ କାମ ବରାଦ। ଶାଶୁ ଘରେ ତ ରହିପାରୁନି, ଖାଲି ଦୌଡୁଛି ଏଇଠିକି। ତା ଉପରେ ପୁଣି ମତେ କାମ ବରାଦ କରୁଛି। ଭାଉଜ ଭାଉଜ ମରିଗଲା ମରିଗଲା ସେ। କାମ ବରାଦ ନ କଲେ ଘଣ୍ଟେ ରହିପାରିବେନି। ସିଏ ପୁଣି କହିବେ ଘର ଛାଡିକି ପଳା, ଆମେ ସବୁ କାମ କରି ପକେଇବୁ। ତାଡି ପକେଇବ। ଭାଉଜ କଣ ହେଲା? ଗଳା ଫଟଉଛ କଣ ପାଇଁ? ତମକୁ ମୁଁ କେତେବେଳୁ ଡାକିଲିଣି ମୁଁ କଣ ତମ ଭଳି ବସିଛି? ଡାକିଲା ମାତ୍ର ଉଡି ଆସିବି? ମୋର ପର ଲାଗିଛି। ମୋର କିଛି କାମ ଅଛି ନା ନାହିଁ? ଘର କାମ ତ ସକାଳ ପର କରୁଛି। ଆସିକି ଟିକେ କରିଦେଲେ ହୁଅନ୍ତାନି? ଖାଲି ଭାଉଜ ଭାଉଜ ଚିଲଉଛନ୍ତି। ମୁଁ କଣ ପାଇଁ କରିବି? ତମେ ନାହ କି? ତମେ ସବୁ କରୁନା? ମୁଁ ତ କରୁଛି, ତମେ ଚିଲଉଛ କଣ ପାଇଁ? ମୁଁ ଚିଲଉ ନଥିଲି, ମୁଁ ତମକୁ ଡାକୁଥିଲି। ଓହୋ, ପୁରା କୋଇଲି ସ୍ୱରଟା ଭଳିଆ ପାଇଛି ଆଉ। କହିଲା ମୁଁ ଡାକୁଥିଲି। ପୁରା କୁଆ ଭଳିଆ ହେଇଛି ସ୍ୱରଟା, ତ ମା ଭଳିଆ ହଉଥିବ ସକାଳ ପୋରୁ ରାତି ପର୍ଯ୍ୟନ୍ତ। କାମ ତ କରୁଥିଲା, ଏଠି ଠିଆ ହେଲେ କଣ ପାଇଁ? ଆଉ ଯାଉନ ମୋ ପାଇଁ ଚାହା ଆଉ ବିସ୍କୁଟ ଆଣିବ, ମୁଁ ଖାଇବି। କଣ ଚାହା ବିସ୍କୁଟ? ତମେ ଆସୁନ ନିଜେ କରିକି ଖାଇଦବ। ମୁଁ କରିକି ଖାଇବି? ତୁ କରିକି ଖାଇବୁନି? ଆଉ ତୁ କଣ ରାଷ୍ଟ୍ରପତି? ଭାଉଜ ମୁହଁ ସମ୍ଭାଳି କଥାବାର୍ତ୍ତା କର, ମୁହଁ ସମ୍ଭାଳିକି କଥାବାର୍ତ୍ତା କର। ମୁଁ ରାଷ୍ଟ୍ରପତି କହିଛି, କୁକୁର କହିଛି ନା କଣ ମୁହଁ ସମ୍ଭାଳି କଥାବାର୍ତ୍ତା କରିବି? ତା ମାନେ ତମେ ବୁଲେଇ ବାଲେଇ କହିବାକୁ ଚାହୁଁଛ ମୁଁ ହଉଛି ଗୋଟେ କୁକୁର? ସବୁ ତ ବୁଝି ଯାଉଛୁ, ଆଉ ପୁଣି ପଚାରୁଛୁ କଣ? ଆଜି ବୋଉ ଆସୁ, କିଏ କୁକୁର କିଏ ଭଲ ସେଇ କଥା ଆଜି ବୋଉ କହିବ। ଆଜି ଆସୁ ସିଏ ଖାଲି। ଯାଉନ କହିବ ବୋଉ ପାଖରେ। ବୋଉକୁ ଡରିଛି ନା କଣ? ସକାଳ ପରେ ମୁଁ ସେଠି ମରୁଛି, କାମ ତମ ପାଇଁ ଟିକେ କରିବାର ନାହିଁ। ବରାଦ କରିଦେଲେ ଚାହା ବିସ୍କୁଟ ମୋ ପାଇଁ ଆଣ। ଇଏଙ୍କ ଚାକରାଣୀ ମୁଁ? ହେବି ତୋ ମାଇପ ମତେ ଏତେ କଥା କହିଦେଇ ଗଲା, ତୋ ପାଟିରୁ ପଦେ କଥା ବାହାରିଲାନି? ମୁଁ କଣ କହିବି? ତୁ ତ ଦେଖୁଛୁ ମୁଁ ଏଠି ନିଜେ ଖବର କାଗଜ ଖାଲି ପଢୁଛି, ଚାହା ପିଇଛି। ଏଇখানে ମୁଁ କହିଦେଲେ ମୋର ଉପରେ ଗେରେ ଗେରେ ହେଇଥାନ୍ତା। ତୁ କାହିଁ କହୁଥିଲୁ? ସେଇଟା ତୋର ଉପରେ ଗେରେ ଗେରେ ହେଲା। ଏଡେ ମାଇପ ଡରୁଆ ତୁ। ଦେଖେ, ତୁ ଖାଲି ଦେଖେ, ତ ମାଇପ ଅବସ୍ଥା ଯଦି ମୁଁ ଢିଲା ନ କରିଦେଇଛି ମତେ କହିବୁ। ତମେ ଢିଲା କର କି ଟାଇଟ୍ କର, ଯାହା କରିବା କଥା କର, ମତେ କିନ୍ତୁ ସେ ମଝିରେ ପଶେଇବନି ଜମା। ଏମାନେ ନିଜେ ବି ଜାଣିନାହାନ୍ତି ଏମାନଙ୍କ ଅବସ୍ଥା ହିଁ ଢିଲା ହେଇଯିବ। କଣ ହେଲା? ସେ ତତେ ଏମିତି କଥା କହିଲା? ରହ, ସେ ଟକଳିକୁ ଯଦି ମୁଁ ଆଜି ପାଣି ନ ପିଏଇଛି ମତେ କହିବ ପୁଣି। ହଇଲେ ଟକଳି, ହଇ ଟକଳି ମରିଗଲୁ କୋଉଠି, ଜଲ୍ଦି ଆ। କଣ ହେଲା? ଚିଲଉଛ କଣ ପାଇଁ? ଚିଲଉ ନାହିଁ ମୁଁ। ଆସିକି 7ଟା ହେଲାଣି, ମତେ ଚାହା ଆଉ ଜଳଖିଆ କେତେବେଳେ ଦବୁ? ତମେ ତ ଘରେ ନଥିଲ, କେତେବେଳେ ଆସିଲେ? ଏବେ ଆସିଲି। ତମେ ଘରେ ଅଛ କି ନାଇଁ ମୁଁ କେମିତି ଜାଣିବି? ଆଣିକି ଚା ଥୋଇଦେବି ନା କଣ? 2 କପ୍ ଚାହା ଆଉ ବିସ୍କୁଟ ନେଇକି ଆସିବୁ। କହିଲା କଣ ନା କଥା ଶୁଣିବନି। ସିଏ ତ ସିଏ, ତା ବୋପା ବି ମୋ କଥା ଶୁଣିବ। ଏବେ ଡାକି କହ ଜଲ୍ଦି ଜଲ୍ଦି ଚାହା ଆଣେ। କହ। ରହ, ସାଙ୍ଗେ ସାଙ୍ଗେ କଣ ହେଇଯିବ? ଚାହାଟା କିଛି ସମୟ ଲାଗିବ ନା। ଆଉ ସାଙ୍ଗେ ସାଙ୍ଗେ ହବନି, କଣ 10 ମିନିଟ ଲାଗିବ? ଆଉ ତୁ କହୁନୁ, କହ। लो ଟକଳି, ହେ ଟକଳି, କୋଉଠି ମରିଗଲ? ଆଲେ ଜଲ୍ଦି ଆସୁନୁ। ମରିଗଲା ସେଇଠି। କେତେ ସମୟ ଲାଗୁଛି ତତେ ଚାହା ଠୋପେ ଆଣିବା ପାଇଁ? ଆଲେ ଜଲ୍ଦି ଆଣୁନୁ। କାହିଁକି କଣ କୁକୁର ଭଳିଆ ଭୁକୁଛ? ଆଣିବାକୁ ଟାଇମ ଲାଗିବ ନା ସାଙ୍ଗେ ସାଙ୍ଗେ ନେଇକି ଚାଲି ଆସିବି ତମ ପାଇଁ? କଣ କହିଲୁ ତୁ? ମୁଁ କୁକୁର? ମୁଁ କେତେବେଳେ କହିଲି ତମକୁ କୁକୁର ବୋଲି? ମୁଁ ଖାଲି ତୁମକୁ ଉଦାହରଣଟା ଦେଲି, ତମେ କୁକୁର ଭଳିଆ ହଉଛ। ମୁଁ ତ କହିନାହିଁ ତମେ କୁକୁର ବୋଲି। ବୋଉ ଦେଖେ କେମିତି ଡବଲ ମିନିଂ କଥାବାର୍ତ୍ତା କରୁଛି। ମତେ ବି ସକାଳେ ସେଇଭଳିଆ କଥାବାର୍ତ୍ତା କଲା। ତତେ ଯେମିତି ବୁଲେଇ ବାଲି କୁକୁର କହିଲା, ମତେ ବି ସେମିତି ବୁଲେଇ ବାଲି କୁକୁର କହିଲା। ତୋର ଏଡେ ସାହସ, ତୁ ମୋ ଝିଅକୁ କୁକୁର ବୋଲି କହିଲୁ? ପ୍ରକୃତ କଥା ହେଲା, ମୁଁ ତମ ଝିଅକୁ କୁକୁର ବୋଲି କହିନି, ରାଷ୍ଟ୍ରପତି ବୋଲି କହିଲି। ଯଦି ରାଷ୍ଟ୍ରପତି ମାନେ ଗୋଟେ କୁକୁର ତାହେଲେ ହେଇଥିବ, ଆଉ ମୁଁ କେମିତି ଜାଣିବି? କଣ କହିଲୁ ତୁ?
ତା ଛଡା ବର୍ଷର 4 ମାସ ତାଙ୍କ ଶ୍ୱଶୁର ଘରେ ରହିଲେ 8 ମାସ ଆସିକି ଏଇଠି ପଡିକି ରହୁଛନ୍ତି। ଘରର କାମ ପାଇଟି ବି କରୁନାହାନ୍ତି, ସବୁ ମୁଁ କରିବି। କିଛି କାମ କର ନ କର, ଯୋଉ ବେଳରେ ଖାଇବ ସେଇଟା ଗୋଟେ କି ଧୋଇଦବନି, ସେଟା ବି ମୁଁ ଧୋଇବି। ନିଜେ ଶୋଇକି ଉଠିକି ପଳେଇବ, ସେ ବିଛଣା ଗୋଟା ବି ମୁଁ ଧୋଇବି। ଏଇଭଳିଆ ସବୁ କାମ ଯାକ କୁକୁର ମାନଙ୍କର। ହେଲେ ମୁଁ ସେଭଳି ବୋହୂ ବୋଲି ତମକୁ କୁକୁର ବୋଲି କେବେ କହିନି। କଣ ହେଲା ଲୋ ଟୋକଳି, ତୁ ମୋ ଝିଅକୁ କହିବୁ କୁକୁର? ଏଇଟା ହଉଛି ତା ଘର, ତାହାର ଯେମିତି ଇଚ୍ଛା ସେ ସେମିତି କରିବ। ତୁ କିଛି ବି କହିପାରିବୁନି, କାହିଁକି ନା ଏଇଟା ତା ଘର। ଏଇଟା ତାଙ୍କ ଘର ଥିଲା, ଏବେ ସେ ବାହା ହେଇଯାଇଛନ୍ତି। ଏବେ ତାଙ୍କ ଘର ଶାଶୁ ଘର। ଏବେ ଏଇ ଘରଟା ହଉଛି ମୋ ଘର। କଣ କହିଲୁ? ତୋ ଘର। ତୁ ବୋଧେ ଭୁଲି ଯାଉଛୁ, ଏଇଟା ହଉଛି ତୋ ଶାଶୁ ଘର। ଏଠି ପାଟି ବନ୍ଦ କରିକି ସବୁ କାମ କରିବାକୁ ହୁଏ। ଆଚ୍ଛା, ତମ କଥା ଅନୁସାରେ ଏଇଟା ବି ତମ ଘର ନୁହଁ, ତମର ବି ଶାଶୁ ଘର। ତେଣୁ ତମେ ବି ପାଟି ବନ୍ଦ କରିକି ରୁହ। ନିଜ ଘର ଭଳି ଏତେ ବଡ ବଡ କଥା କୁହନି। ତତେ ତ ଆଜି ମୁଁ ଟୋକଳି ଛାଡ଼ିବିନି, ଜମା ଛାଡ଼ିବିନି ଆଜି। ତୁ ମରିବୁ ଆଜି ମୋ ହାତରୁ। ଛାଡ ତାକୁ ଛାଡ଼ିବିନି ଟୋକଳିକୁ ଆଜି। ଆଜି ଜମା ଛାଡ଼ିବିନି ମୁଁ। ତୁ ଆସିଲୁ ଛାଡ ମତେ ଆଜି ମାରିଦେବି ଟୋକଳିଟାକୁ, ମାରିଦେବି ଆଜି ମୁଁ। ଆସେ ତୁ, ପଛରେ ତା କଥା ବୁଝିବୁ। ଲଘୁଚାପ ଜନିତ ଲଗାଣ ବର୍ଷାରେ ସୃଷ୍ଟି ହେଲା ବନ୍ୟା, ପାଣିରେ ଭାସିଗଲେ 20 ବେଙ୍ଗ, 3 ଉଦ୍ଧାର, 17 ନିଖୋଜ। ସେପଟେ ମହାନଦୀରେ ବର୍ଷା ପାଣି ମାଡ଼ି ଆସିବାରୁ 46ଟି ପୋହଳା ମାଛ ନିଜର ଭାରସାମ୍ୟ ହରାଇ ପଥରରେ ପିଟି ହୋଇ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲ ପାଖରେ ରୋଷେଇ ପାଇଁ ହାଜର। ଏଇ ବାଳଟା ସବୁବେଳେ ଆସିକି ଦେଖୁନା, ଘର ବୁଡି ଆସିକି ଆଣ୍ଠୁଏ ପାଣି ହେଲାଣି। ଇଏ ମତେ ପଚାରୁଛନ୍ତି କଣ ହେଇଛି। ଆଜି ଏ ଘରେ ମୁଁ ରହିବି, ନହେଲେ ତମ ଭଉଣୀ ରହିବ। କଣ ଭାବୁଛ କଣ ମତେ? ମୁଁ ହଉଛି ତମ ଚାକରାଣୀ, ଯେତେବେଳେ ଯାହା ଇଚ୍ଛା ହବ ମତେ କହିବ, ଇଚ୍ଛା ହେଲେ ମାରିବ। ଆରେ କଣ ହେଇଛି କହୁନା? ତମ ଭଉଣୀ ବର୍ଷର 12 ମାସ ଆସିକି ଏଇଠି ପଡୁଛନ୍ତି। ଏଇ କଥାଟା କହିଦେଲା ବେଳକୁ ତମ ବୋଉଙ୍କ ଦେହରେ ଲାଗି ଯାଉଛି, ଚାଟ ପୁଣି ଲାଗି ଯାଉଛି। ତମେ ଭଲ ଭାବରେ ଜାଣିଛ ଘରର ସବୁ କାମ ମୁଁ କରୁଛି। ତମ ଭଉଣୀ କଣ ଆସିଛନ୍ତି ଖାଲି ବସିକି ଗେମ୍ଫା ମାରିବା ପାଇଁ? ତାଙ୍କୁ କହୁନ କାମ କରିବେ, କେତେବେଳେ ରୋଷେଇ କରିବେ, ସବୁବେଳେ ମୁଁ କରିଥିବି? ଯଦି କାମ ନ କରିପାରିବେ ତାଙ୍କ ଘରକୁ ପଳଉନାହାନ୍ତି, ଏଇଠି କଣ ପାଇଁ ପଡିକି ରହିଛନ୍ତି? କହିଦିଅ ତମ ବୋଉଙ୍କୁ ଯାଇକି, ଏ ଘରେ ସିଏ ରହିବେ, ନହେଲେ ମୁଁ ରହିବି। ହାଁଟା ଭଳିଆ ଅନେଇଛ କଣ? ତମ ପାଟିରେ କଣ ମଣ୍ଡା ପଇଛି? କିଛି କହିପାରୁନା? ସେତେବେଳେ ପଚାରୁଛି କଣ ହେଇଛି ନ କହିକି ରାଉ ରାଉ ହଉଛି ମୋ ପାଖରେ। ରାଉ ମୁଁ ହଉଛି? ନାଇଁ, ରାଉ ମୁଁ ହଉଛି ନା ତମ ଘର ଲୋକ ହଉଛନ୍ତି? କଥାଟା କଣ କହୁନା? ଆଜି ତମ ବୋଉ ମୋ ଉପରକୁ ହାତ ଉଠେଇଲେ। ବାପରେ, ଇଏ ତ ପୁରା ସାଂଘାତିକ ଘଟଣା ଘଟି ଯାଇଛି। ନାଇଁ, ମୁଁ ଏ ଝାମେଲାରେ ଜମା ପଶି ପାରିବିନି। ଚୁପଚାପ ପଳେଇ ଯିବା ହିଁ ଭଲ। ଓହୋ, ଏମିତି ହେଇଛି ତାହେଲେ। ହଉ, ରୁହ ତମେ ଏଇଠି, ମୁଁ ଆସେ। ମଣିଷ ଖଣ୍ଡକ ଗଲା କୁଆଡେ? କଣ ପାଇଁ ମତେ ଟାଣିକି ଆଣିଲୁ? କଣ ପାଇଁ ତୁ ଟାଣିକି ଆଣିଲୁ ମତେ କହ? ଆଜି ମାରି ଦେଇଥାନ୍ତି ସେ ଟୋକଳିକୁ। କଣ ପାଇଁ ତୁ ଟାଣିକି ଆଣିଲୁ ମତେ? କାହିଁକି ଏମିତି ହଉଛୁ? ରହ ଟିକେ, ଏବେ ହାତ ଉଠା ଉଠି କଲେ ତା ଉପରକୁ, ତା ବାପା ମା ଏଠି ଚାଲି ଆସିବେ, ଇଏ ଗୋଟେ ବଡ ଝାମେଲା ହବନି? ତା ମାନେ ତୁ କଣ କହୁଛୁ? ସେ କହିଥାନ୍ତା, ମୁଁ ସେଠି ଚୁପ୍ କିଣି ଠିଆ ହେଇଥାନ୍ତି। ବୁଝୁନୁ? କଣ ବୁଝୁନି ମୁଁ? କଣ ବୁଝୁନି? ତାକୁ ତ ମୁଁ ମାରିଥାନ୍ତି, ତୁ ମତେ ଟାଣିକି ଆଣିଲୁ କାହିଁ କହ? କଣ ପାଇଁ ଆଣିଲୁ? ଆଲୋ ବୋଉ, ସେଇ ଚାପୁଡାଟା ପୁଣି ବସିବ। ବ୍ୟସ୍ତ କାହିଁକି ହଉଛୁ? ସାପ ମରିବ, ହେଲେ ବାଡି ଭାଙ୍ଗିବନି। ସିଏ ଯୋଉ ମୁହଁ ମାରୁନି, ତା ମୁହଁକୁ ଯଦି ମୁଁ ମୋଡି ନ ଦେଇଛି ମତେ କହିବ। କଣ କହିବା ପାଇଁ ଚାହୁଁଛୁ ତୁ? ମୁଁ ଏଇଆ କହିବା ପାଇଁ ଚାହୁଁଛି, ତାକୁ ହାତରେ ନ ମାରି ଭାତରେ ମାରିବା ଭଲ। ମାନେ? ରହ, ଏବେ ଘର ଭିତରକୁ ଯିବା, ତାପରେ
ବୁଝିଲୁ ନା ନାହିଁ? ଏବେ ସେ ଟକଳିକୁ ଦେବି ପାନେ। ରହଲେ ଟକଳି, ତୋ କଥା ବୁଝୁଛି ମୁଁ। ତତେ ଯଦି ଘାଟ ଘାଟର ପାଣି ନ ପିଏଇଛି ମତେ କହିବୁ।